ନାରୀର ଶରୀରରେ କୋଉଠି ଅମୃତ ଅଛି? ନାରୀର ଶରୀରରେ କୋଉଠି ଅମୃତ ଅଛି? ଆପଣ ବୟସରେ ମୋର ବାପା ହେବେ, ମୁଁ ପୁଅ ହେବି, ଗୋଟିଏ କଥା କହିବି, ମୋର ରଖିବେ ଯଦି ମୁଁ କହିବି, ମଞ୍ଚ ଉପରେ ଗାୟକୁ ପଚାରିବନି କିଛି। କାହିଁକି ଯଦି ସେ ନ ଜାଣିଥିବ ମଞ୍ଚ ଉପରେ ଗାୟକୁ ପଚାରିବନି କିଛି। କାହିଁକି ଯଦି ସେ ନ ଜାଣିଥିବ ଆପଣ ନିଜ ହୃଦୟରେ ବିଚାର କରିବେ ଶୋଇଲା ବେଳେ। ଆଜି ଆପଣ ନିଜ ହୃଦୟରେ ବିଚାର କରିବେ ଶୋଇଲା ବେଳେ। ଆଜି ଲକ୍ଷ୍ମୀଧର ରାଉତକୁ ପଚାରିଲେ ଟିକେ ମନେ ପକାନ୍ତୁ, ପ୍ରାର୍ଥନା ଚ୍ୟାନେଲରେ ପରଶୁରାମ ପଣ୍ଡା ଜଜ୍ ହେଇଥାନ୍ତି। ଲକ୍ଷ୍ମୀଧର ରାଉତ କେତେ ବଡ ଅପମାନ ପାଇଲେ? ଲକ୍ଷ୍ମୀଧର ରାଉତ କେତେ ବଡ ଅପମାନ ପାଇଲେ? ପାଇଲେ ଉତ୍ତର ଆଜ୍ଞା? ହେଲେ ଆର ଗାଁକୁ ପଚାରିବନି ଏଟା ମୂର୍ଖଟା କିଛି ଜାଣିନି। ହେଲେ ଆର ଗାଁକୁ ପଚାରିବନି ଏଟା ମୂର୍ଖଟା କିଛି ଜାଣିନି। ଏଟା ମାଇଚିଆ ଗାୟକଟା, ଏଟା ମାଇଚିଆ ଗାୟକଟା। ସେ ରାତି ଯାକ ଆସିବ ଖାଲି ଇଏ ହବ। ସମସ୍ତଙ୍କ କଥା ଯେତେବେଳେ କାଟ ଖାଇଲା, ରାଜା ହାତ ଟେକିଲେ, କହିଲେ ଯଦି ତମ ମାନଙ୍କର ଅନୁମୟ ମିଳେ, ଅନୁମତି ମିଳେ, ମୁଁ ମୋ ଝିଅ ପାଇଁ ଗୋଟେ ପ୍ରସ୍ତାବ ଠିକ କରିଛି। ମଣିମା ଯଦି ମନକୁ ଆସିଲା ତାଳିଟିଏ ମାରିବ, ଯଦି ମନକୁ ନ ଆଇଲା ନୀରବ ହେଇକି ବସିବ। ଆଚ୍ଛା 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 କାହାକୁ କହୁନା? ନା ସିଏ କିଏ? କିଏ ସେ ଜଣକ? କୃଷ୍ଣଚନ୍ଦ୍ର ପାଦ ପଦ୍ମ ସେବନ। সম্ভবের নমম নচেদিত বপু আহুতির ভবতু হব্য বাহনে বাঞ্ছিতার্থ ফল দেহি পুণ্যেষু। କହିଲା କୃଷ୍ଣ ଚନ୍ଦ୍ରପାଦ ପଦ୍ମ ସେବନ। ମୁଁ ଭଗବାନ କୃଷ୍ଣ ଦ୍ୱାରକାଧିପତି ମୋ ଝିଅ ରୁକ୍ମିଣୀ କି ବାହା ଦେବାକୁ ଚିନ୍ତା କରିଛି। ନା କଂସ ବା ମା ବଂଶ ନେତ୍ର অঞ্জন রঞ্জন চিত্র অঞ্জন হইতে জোৎস্না পরশে আলোরে ভালো ଅନ୍ତର୍ଗତରେ ଭଗବାନ କୃଷ୍ଣଙ୍କୁ ଚିନ୍ତା କଲା, କଲା ମୋ ଝିଅକୁ ହେ କୃଷ୍ଣ ମୁଁ ଆପଣଙ୍କୁ ଦାନ କରିବାର ଇଚ୍ଛା କରିଛି। ସଭାସଦ ଆଗରେ କୃଷ୍ଣଙ୍କ ରୂପ ବର୍ଣ୍ଣନା କଲା। ମୋ କନ୍ୟା ବୋଲେ ମୋ ଝିଅକୁ ମୁଁ କୃଷ୍ଣଙ୍କୁ ଦେବି। ସେ କୃଷ୍ଣ କିଏ? ବୋଲା କଂସ ବା ମା ବଂଶ ନେତ୍ର ଏ অঞ্জন রঞ্জন চিত্র যে অঞ্জন হইছি যাহা
হেমন্ত মহেন্দ্র নীলমণি আনি পর ঠুলরে অଛନ୍ତି দ্বারকাপুর মঞ্জু বঞ্জু সে প্রমাণ প্রমাণ বচন বক্তা হইଥିଲେ দুহে তলের ଭଲ ପାଠ ତେଣୁ ମୁଁ କୃଷ୍ଣ ସହିତ ବାହା କରିଦେବି। ବାସ୍ ଗର୍ଜି ଉଠିଲା ସେତିକି ବେଳେ ରାଜପୁତ୍ର ଅଗ୍ରଜ ରୁକ୍ମାଗ୍ରଜ ବାପା ଆପଣ ଏ ଯୋଉ ନିରାଧାର କଥା କହୁଛନ୍ତି ସେ କଥାରେ ମୁଁ କଦାପି ହେଲେ ସମ୍ମତି ନାହିଁ। ବିବାହ ହେଇପାରିବ ନାହିଁ ମୋ ଭଉଣୀ ସହିତ ସେ କୃଷ୍ଣର। ନା କାହିଁକି ଏତେ ରାଗ? ରାଗିବିନି। କୃଷ୍ଣ ତ ଦ୍ୱାରକାଧିପତି। ନା ନା ସେ ଗୌଡ଼ ଟୋକା ସହିତ କଦାପି ହେଲେ ମୋ ଭଉଣୀ କି ତା ସହିତ ବିବାହ ଦେବି ନାହିଁ। କଲା ଦୋଳିତାଞ୍ଜନ ପ୍ରକାର ଏ ଦୋଳିତାଞ୍ଜନ ପ୍ରକାର ଏ ପ୍ରତି କରୁଛି ରତହର କୁଳା କୁଳା ବଦାର ଆୟୁଧ ବେଣୁ ବକୁଳା କୁଳା ବତାର ଆୟୁଧ ବେଣୁ କଲା ଶିରୋମଣି ଗୁଞ୍ଜା ଗୁଛ ରୁଦମଣି ଗୁଞ୍ଜା ଗୁଛ ଭୂଷଣ ତାର ଧେନୁ ଚରଣ ରେଣୁ ତନୁ ଭୂଷଣ ତାହାର ଆୟୁଧ ବେଣୁ ବ୍ରଜୋଜବା ଧରି ଲମ୍ପଟ ସନ୍ଧ୍ୟା ବର୍ଷା ହତ୍ୟା ଭାର ବୁହାସ ଗଦ ବାପା ଯୋଉ ପ୍ରଶ୍ନଟି ପଚାରିଲେ ମୁଁ ଆଜ୍ଞା ତାକୁ ୟୁଟ୍ୟୁବରେ ଗାଇ ଦେଇଛି। ଆପଣ ଶୁଣିଥିବେ ମୋବାଇଲ ୟୁଟ୍ୟୁବ ପ୍ରାର୍ଥନା ଚ୍ୟାନେଲରେ ମୁଁ ଗାଇ ଦେଇଛି ଏହାକୁ ଏ ପଦକୁ। ଆଉ ଯଦି ପଚାରିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପ୍ରମାଣ କଲେ କଣ କହିଛନ୍ତି? ନାରୀର ଶରୀରରେ କୋଉଠି ଅମୃତ ଅଛି? ନା ବସି ନାହିଁ ଯେ ରମଣୀ ଏ ଘନଜ ଆସନେ ଯେତେବେଳେ ଯୋଉଟା ପଚାରିବ ଟିକେ ଧୈର୍ଯ୍ୟ ଧରିବାକୁ ପଡିବ। ଆଚ୍ଛା କାରଣ ସେ ପ୍ରସଙ୍ଗଟା ଆସିଲେ ଗାୟକ ସେ ପ୍ରସଙ୍ଗରେ ଉତ୍ତରଟା ଦବ। ବାସ୍ ଆଉ ପ୍ରଶ୍ନ ପଚାରି ଦେଇକି ଯଦି କଲବଲ ହବ ତାମାନେ ତମ ପ୍ରଶ୍ନରେ ସେ ଗାୟକର ପ୍ରସଙ୍ଗଟା ନଷ୍ଟ ହେଇଯିବ। ବାସ୍ ପଚାରିଛ ବାସ୍ ଗାୟକ ସମୟ ସୁଯୋଗ ଦେଖିକି ଦବ। ତମେ କହିଛ ଜଟଣୀରେ ଓହ୍ଲେଇବା ପାଇଁ, ମୁଁ ତମକୁ ଯଦି ଅଧା ବାଦାମ କିଆରି ଓହ୍ଲେଇଦେବି କାଜୁ ଫିଲ୍ଡ ହଇରାଣ ହବ ନାହିଁ? ନିଶ୍ଚିତ ହଇରାଣ। ବସି ନାହିଁ ଯେ ରମଣୀ ଏ ଘନଜ ଆସନେ କି ସୁଖ ମିଳିବ ବସି ରତ୍ନ ସିଂହାସନେ ଭାଗ୍ୟହୀନ ସେ ପୁରୁଷ ଭାଗ୍ୟହୀନ ସେ ପୁରୁଷ ନାହିଁ ଯେ
রমণী ওষ্ঠ সুধা রস ভাগ্যহীন সে পুরুষ ভাগ্যহীন সে পুরুষ নাহি রে রমণী ପାଇଲେ ଉତ୍ତର ଆଜ୍ଞା। କିନ୍ତୁ ଆପଣ ବୟସରେ ମୋର ବାପା ହେବେ, ମୁଁ ପୁଅ ହେବି, ଆଜ୍ଞା ଗୋଟିଏ କଥା କହିବି, ମୋର ରଖିବେ ଯଦି ମୁଁ କହିବି। ଆଚ୍ଛା ମଞ୍ଚ ଉପରେ ଗାୟକୁ ପଚାରିବନି କିଛି, କାହିଁକି ଯଦି ସେ ନ ଜାଣିଥିବ, ସେ ଗୋଟେ ବିଷୟରେ ଯାଉଥିବ, ଆଉ କଣ ଆପଣ ନିଜ ହୃଦୟରେ ବିଚାର କରିବେ ଶୋଇଲା ବେଳେ। ଆଜି ଲକ୍ଷ୍ମୀଧର ରାଉତକୁ ପଚାରିଲେ ଟିକେ ମନେ ପକାନ୍ତୁ, ପ୍ରାର୍ଥନା ଚ୍ୟାନେଲରେ ପରଶୁରାମ ପଣ୍ଡା ଜଜ୍ ହେଇଥାନ୍ତି। ଆଚ୍ଛା ଲକ୍ଷ୍ମୀଧର ରାଉତ କେତେ ବଡ ଅପମାନ ପାଇଲେ। ହଁ ନିଶ୍ଚିତ ମଣିଷ କଣ ମହାଜ୍ଞାନୀ? ନାଇଁ ମୁଁ ଅନନ୍ତ ବିଦ୍ୟା ଶାସ୍ତ୍ରମ୍ ଅନନ୍ତମ। ହଉ ହଉ ହେଲେ ଆର ଗାଁକୁ ପଚାରିବନି, ଏଟା ମୂର୍ଖଟା କିଛି ଜାଣିନି, ଏଟା ମାଇଚିଆ ଗାୟକଟା। ବାସ୍ ସେ ରାତି ଯାକ ଆସିବ ଖାଲି ଇଏ 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 ହବ। ହଁ